ମୁଁ ଆଦିତ୍ୟ ହୃଦୟ ମିଶ୍ର ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି। ମୋର ବାମପଟେ ବସିଛନ୍ତି ପ୍ରଫୁଲ୍ଲ କୁମାର ମିଶ୍ର, ଯିଏକି ହେଉଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭାର ସମ୍ପାଦକ, ଏବଂ ତା ଆରପଟେ ବସିଛନ୍ତି ମୋର ଲୋକନାଥ ମିଶ୍ର ହେଉଛନ୍ତି ଯିଏକି ଆମର କାର୍ଯ୍ୟକାରୀ ସଭ୍ୟ, ଏବଂ ଏପଟେ ବସିଛନ୍ତି ଉପସଭାପତି ସବୁଠୁ ବୟସ୍କ ବ୍ୟକ୍ତି ଉମା ବଲ୍ଲଭ ମହାପାତ୍ର ସିଏ, ଏବଂ ପଣ୍ଡିତ ଶ୍ରେଷ୍ଠ ଯେ ଧର୍ମଶାସ୍ତ୍ରବିତ୍ ଏପଟେ ବସିଛନ୍ତି ଆମର ଦୁର୍ଗାପ୍ରସାଦ ମିଶ୍ର, ଏବଂ ଆରପଟେ ବସିଛନ୍ତି ରବି ରଥ ଯିଏକି ହେଉଛନ୍ତି PhD ଡକ୍ଟରେଟ୍ କରିଛନ୍ତି ଧର୍ମଶାସ୍ତ୍ର ଉପରେ, ସିଏ ମଧ୍ୟ ଆମ ପାଖରେ ଉପସ୍ଥିତ ଅଛନ୍ତି। ସିଏ ଏସବୁର ଦକ୍ଷତା ନଥାଇ ମଧ୍ୟ ସେ ଯେଉଁଭଳି ଭାବରେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛନ୍ତି, ମୁଁ ଆଜି ଆପଣମାନଙ୍କୁ ତା ପ୍ରାଞ୍ଜଳ ଭାବରେ ବୁଝେଇଦେବି। ଧର୍ମଶାସ୍ତ୍ରବିତ୍ ଆସୁଛନ୍ତି ଏବଂ ତାଙ୍କ ପାଖେ ମଧ୍ୟ ବହି ଅଛି, ସେମାନେ ବହି ପଢ଼ିକି ମଧ୍ୟ କହିଦେବେ। ମୋ ପାଖେ ଧର୍ମଶାସ୍ତ୍ରବିତ୍ ରବିରଥ ଅଛନ୍ତି, ଧର୍ମଶାସ୍ତ୍ରବିତ୍ ଦୁର୍ଗାଚରଣ ମିଶ୍ର ଅଛନ୍ତି, ଏବଂ ଏମାନେ ସମସ୍ତେ ହେଉଛନ୍ତି ଧର୍ମଶାସ୍ତ୍ରବିତ୍ କେମିତି କାର୍ଯ୍ୟ କରାଯାଏ। ତେଣୁ ପୁରୀରେ 20 ତାରିଖ ଦିନ 3:23 ସମୟରେ ସୂର୍ଯ୍ୟ ଅସ୍ତ ଚତୁର୍ଦ୍ଦଶୀ ପର୍ବ ଶେଷ ହେବ, ଏବଂ 3:23 ପରଠାରୁ ରାତ୍ରି ଦୀପାବଳି ଏକ ରାତ୍ରି ଉତ୍ସବ, ଏବଂ ପୟା ଶ୍ରାଦ୍ଧ ମଧ୍ୟ ରାତ୍ରି ଉତ୍ସବ, କାଳୀ ପୂଜା ମଧ୍ୟ ରାତ୍ରି ଉତ୍ସବ, ଲକ୍ଷ୍ମୀ ପୂଜା ମଧ୍ୟ ରାତ୍ରି ଉତ୍ସବ। ତେଣୁ ଏସବୁ ଉତ୍ସବକୁ ପାଳନ କରିବା ପାଇଁ 3:23ରୁ ଆରମ୍ଭ ହୋଇଯିବ ସନ୍ଧ୍ୟା ସମୟ। ସନ୍ଧ୍ୟା ଏଣ୍ଟାୟାର ସନ୍ଧ୍ୟା ଦୀପାବଳି ଯେଉଁ ଅନ୍ଧକାର ରାତ୍ରି ସେଇଥିରେ ଆମେ ପୟା ଶ୍ରାଦ୍ଧ କରୁ, ଏବଂ ଯେଉଁମାନେ ମଧ୍ୟ କାଳୀ ପୂଜା କରନ୍ତି, ଲକ୍ଷ୍ମୀ ପୂଜା କରନ୍ତି, ଏବଂ ତତ୍ସହିତ ମଧ୍ୟ ଦୀପଦାନ ପ୍ରକ୍ରିୟା ଆରମ୍ଭ ହୁଏ, ଏବଂ ଆତସବାଜି ମଧ୍ୟ କିଛି କିଛି ଅଂଶରେ କରାଯାଏ। କିନ୍ତୁ ସୂର୍ଯ୍ୟ ପରାଗ ହୋଇଯିବ, ସୂର୍ଯ୍ୟ ଅସ୍ତ ହୋଇଯିବେ ତା ପରଦିନ 5:15 ବେଳକୁ 16 ବେଳକୁ, ଏବଂ ତାପରେ ଅମାବାସ୍ୟା ତିଥି 5:30 ପର୍ଯ୍ୟନ୍ତ ରହୁଛି। ଗୋଟେ ଦଣ୍ଡକ ହେଉଛି 24 ମିନିଟ୍। 24 ମିନିଟ୍ ଯଦି ସମୟ ନାହିଁ 3 ଦଣ୍ଡ ରହିବା କଥା, ଏବଂ ଯଦି ଥାଏ ତାହେଲେ ଏ କାର୍ଯ୍ୟକ୍ରମ ଚତୁର୍ଦ୍ଦଶୀ ଦିନ ପଞ୍ଚମ ଦିନ ମଧ୍ୟ ପାଳନ କରାଯାଇଥାନ୍ତା। କିନ୍ତୁ ଏକ ଦଣ୍ଡରୁ କମ୍ ହେଉଥିବାରୁ 24 ମିନିଟ୍ରୁ କମ୍ ହେଇ ମାତ୍ର 14 ମିନିଟ୍ ରହୁଥିବାରୁ ସେଭଳି କାର୍ଯ୍ୟକ୍ରମ ଯେଉଁମାନେ କରୁଛନ୍ତି ତାହା ପ୍ରକୃତରେ ତାଙ୍କ ପାଇଁ କ୍ଷତିକାରକ ହେବ। ତେଣୁ କହିବା କଥା ହେଉଛି ଜଗନ୍ନାଥ ମନ୍ଦିରର ସମସ୍ତ ପଞ୍ଜିକାମାନ ଏଠି ବସି ପ୍ରଶାସନଙ୍କ ଉପସ୍ଥିତିରେ ସବୁ କାର୍ଯ୍ୟକ୍ରମ କରାଯାଇଛି, ଏବଂ ସବୁ ପଞ୍ଜିକାର ଖଡ଼ିରତ୍ରମାନେ ବିଭିନ୍ନ ପ୍ରକାର ସବୁ ନିଜ ନିଜର ଯୁକ୍ତି ଉପସ୍ଥାପନ କରି ଶାସ୍ତ୍ର ଅନୁମୋଦିତ ମତେ ଏଠି ଆମେ ଶାସ୍ତ୍ର ବହି ବି ଆଣିଛୁ। ମୁଁ ରବିରଥଙ୍କୁ କହିବି, ସେ ମଧ୍ୟ ଏ ଶ୍ଲୋକ ଗାନ କରିବେ, ଶ୍ଲୋକ ପାଠ କରିବେ, ଯାହା ଅଛି ସେ ମଧ୍ୟ କହିବେ, ଏବଂ ଦୁର୍ଗାଚରଣ ବାବୁ ମଧ୍ୟ ଗଦାଧର ପଦ୍ଧତି କହିବେ, ସେ କାଳସାରରେ ଯେଉଁ ରେକର୍ଡ଼ ହେଇଛି ତାକୁ ମଧ୍ୟ କହିବେ। ତେଣୁ ଶାସ୍ତ୍ର ଅନୁମତି କ୍ରମେ ଯେଉଁ ଧର୍ମଶାସ୍ତ୍ରବିତ୍ ମାନଙ୍କର ମତ ଏବଂ ଶାସ୍ତ୍ରକୁ ଅନୁକରଣ କରି ଯେଉଁ ନୀତି ନିର୍ଦ୍ଧାରଣ କରାଯାଇଛି ତାକୁ ବିଚ୍ୟୁତ କରା ନଯାଉ, ବିଭ୍ରାନ୍ତି ସୃଷ୍ଟି କରା ନଯାଉ। 20 ତାରିଖ ଦିନ କେବଳ ଦୀପାବଳି ଅମାବାସ୍ୟା ହେବ, ଏବଂ କାଳୀ ପୂଜା ହେବ, ଏବଂ ପୟା ଶ୍ରାଦ୍ଧ ହେବ, ଏବଂ ଦୀପଦାନ କାର୍ଯ୍ୟ ହେବ। ତେଣୁ ଏହି କାର୍ଯ୍ୟକୁ ଚାହୁଁଛନ୍ତି ସେମାନେ ଭୁଲ କରିବେ ନାହିଁ। ଯେଉଁମାନେ 21 ତାରିଖ ପାଇଁ କହୁଛନ୍ତି ତାଙ୍କ ବିରୁଦ୍ଧରେ ନୀତି ପ୍ରଶାସକ ମଧ୍ୟ କହିଥିଲେ, ଯେଉଁଦିନ ପଞ୍ଜିକାର ମାନଙ୍କର ଏକାଠି ବୈଠକ ହୋଇଥିଲା, ଯେ ଯେଉଁମାନେ ମୁଖ୍ୟ ପ୍ରଶାସକ କହିଥିଲେ ଯେ ଯେଉଁମାନେ ଆକୁ ବିରୋଧ କରି ଏ ସମନ୍ୱୟ ଯେଉଁ କରାଗଲା ଜାଣି ଶୁଣି ନ ଆସି ଆକୁ ବିରୋଧ କରିବେ ସେମାନଙ୍କ ବିରୁଦ୍ଧରେ ମନ୍ଦିର କାର୍ଯ୍ୟାଳୟ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆମେ ମଧ୍ୟ ଏହା ଭିତରେ ମୁକ୍ତିମଣ୍ଡପ ସଭାର ସମସ୍ତ ସଭ୍ୟ ଯାଇ ପ୍ରଶାସକଙ୍କୁ ଦେଖା କରିବୁ, ଏବଂ ଯେଉଁ ନୀତି ବାହାର କାର୍ଯ୍ୟ କରାଯାଉଛି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଆମେ ତାଙ୍କୁ ଦାବିପତ୍ର ମଧ୍ୟ ଉପସ୍ଥାପିତ କରୁ। ଦୁଇ ମତ କେବଳ ନିଜର ପ୍ରୌଢ଼ି, ନିଜର ଜ୍ଞାନ ନଥାଇ ଗାରିମାକୁ ପ୍ରକାଶ କରିବା, ଏବଂ ବିଶୃଙ୍ଖଳା ସୃଷ୍ଟି କରିବା, ଏବଂ ପାଞ୍ଜିବାଲାଙ୍କଠୁ କିଛି ଅର୍ଥର ଦାନ ପାଇ ଯେଉଁମାନେ 21 ତାରିଖ ପାଞ୍ଜି କରିଛନ୍ତି, ଯେଉଁମାନେ ସେମାନଙ୍କଠୁ କିଛି ଅର୍ଥର ଲାଳସା ସିଏ ଏଇଭଳି ମତ ଦେଇ ବିଭ୍ରାନ୍ତି ସୃଷ୍ଟି 20 ତାରିଖ ଦିନ 5 ଗୋଟି ପାଞ୍ଜିକି ଦିଆଯାଇଛି, ଏବଂ 21 ତାରିଖ ଦିନ କେତେ ପାଞ୍ଜିକି ଦିଆଯାଇଛି ଆମେ ମଧ୍ୟ ସରକାରଙ୍କ ପାଖରେ ଏ ଦାବି ଉପସ୍ଥାପନ କରୁଛୁ। ଆଜିର ପ୍ରେସ୍ କନଫରେନ୍ସରେ ମଧ୍ୟ ସରକାରଙ୍କୁ ଜଣାଉଛୁ, ସନାତନୀ ଧର୍ମମାନ ଯେଉଁମାନେ ସନାତନୀ ସେମାନେ 20 ତାରିଖ ଦିନ ଏ କାର୍ଯ୍ୟକ୍ରମ କରିବେ। ଯେଉଁମାନେ ହିନ୍ଦୁ ପ୍ରାଣକୁ ଭଲ ପାଆନ୍ତି
हिंदू जो मान दाबी करती समस्ते 20 तारिख दिन करवा उचित सरकार जदि 21 तारिख दिन ये जो कैलेंडर आगुआ छपा हो जाऊँगी देखिक जदि कार्यक्रम करती सरकार आमको मागुंट तिथि आम तिथि दौचु किंतु ताकू व्यतिक्रम करी को भली भाव में 21 तारिख करागला मुझे बुझीपारुनी तेणु सरकार 20 तारिख को छुट्टी घोषणा करूँ जदि 21 कर चतुर्दशी सहित अमावास्या मात्र 16-14 मिनिट रोचे तथापि 20 तारिख हूँ पूरा मात्रा राति अमावास्या तेणु ये 20 तारिख करा जाऊ एवं 21 तारिख जदि कर रखा जाऊ एवं 20 तारिख छुट्टी घोषणा करा जाऊ ये हूँ मुक्तिमंड पंडित सभार समस्त सभ्य समस्त सदस्य माने उपसभापति कार्यकारी सभापति एवं जो माने पंडित प्रवर बस समस्त यह हूँ एकमात्र दाबी विजय पथा जो मैंने कहते शास्त्र सहित आम आसीचु आपन को शास्त्र देखू शास्त्र पाठ करेंगे रवि बाबू दुर्गाचरण बाबू दुई जन धर्मशास्त्र भी जो मैंने कि इति पीएचडी कर रवि रथ ये जो प्रदोष काल कहुच्छे प्रदोष कालटा सूर्यास्तर पूर्व आ पर तीन मुहूर्त मान मुहूर्त को 2 दंड 6 दंड रहा कथा दंड को 24 मिनिट तेणु 24 मिनिट लेखे 6 आमर हूँ 2 घंटा 24 मिनिट तेणु 2 घंटा 24 जदि पूर्व दिन आम 2 घंटा पाऊँ परदिन मात्र 14 मिनिट पाऊँ परदिन ये चतुर्थ हाँ से जहाँ कौन चतुर्दशी युक्त ग्रहण नुहे कि कहुई जब चतुर्दशी परदिन चतुर्दशी आम श्राद्ध समय को दंडे थी 24 मिनिट थी आम परदिन करूँ कि जेहेतु 14 मिनिट रोचे तेना परदिन करी न करी पूर्वदिन करूँ प्रदोष समय पूर्वदिन संपूर्ण पाँच है तेणु कही तुलास्ते भास्करे दर्शे श्राद्धम कृत्वा पराणिकी दीपदान तथा कुर्यात उपास्ता समय रघु उपास्ता ना प्रदोष काल रविंकर प्रदोष काल में श्राद्ध कर तेणु से पूर्वदिन को ग्रहण कलु तेणु परदिन ग्रहण कर प्रश्न ना कही दंडैक रजनी जोगे दंडैक रजनी जोगे 10 पर हनी तथा विहाय पूर्वे दु है पर दु पछुक राति जदि दंडटा परदिन थी दंडे 24 मिनिट परदिन 24 मिनिट ना तेणु आम पूर्वदिन को ग्रहण कलु जब परदिन को दंडे थाए आम 24 परदिन करूँ तेणु नीति अनुसार से जो कहते रवि रथ पंडित ना ज्योतिष ना मुक्तिमंड यहाँ भूल से निज स्वार्थ कौन कहीपारती कि 70% मत आपण आगे कहले जो मैंने देती से गणित आप करूँ दुर्गा पूजा मिश्र सागर विजय कहते जगन्नाथ सागर विजय नीति अलग सागर विजय प्रतिपदयुक्त हुए तेणु चतुर्थ आमर हूँ यहाँ हूँ पया श्राद्ध दीपदान श्राद्ध पिंडदान श्राद्ध नुहे पार्थक्य हूँ पिंडदान और दीपदान परदिन जो मैंने श्राद्ध करे नियम थे परदिन श्राद्ध करेंगे अमावास्या परदिन करेंगे सोमवार मान मंगलवार दिन किंतु जो मैंने दीपदान करेंगे दीपदान राति हुए जे परदिन चंद्र उदय होती दंड को सूर्य चंद्र उदय गले चंद्र उदय होते पितृलोक मैंने अभिशाप दे पिला पलांती तेणु से दीपदान शुणु हाँ ठीक पयास जार प्रतिपदा श्राद्ध थी सी केमी पिता आह्वान कर तेणु ये पया श्राद्धटा हूँ दीपदान श्राद्ध आम श्राद्ध हूँ पिंडदान श्राद्ध जो मैंने सिंदन करेंगे जमी आम बाली तृतीय गणेश जो चतुर्थी दिन गणेश पूजा आम करूँ सकाଳେ गणेश पूजा करूँ राति बाली पूजा करूँ तेणु एमती नीति नियम सब शास्त्र लिखा अच्छी जो शास्त्र पढ़ी ना अनभिज्ञ से शास्त्र कहे कौन पितृ कम विसर्जन कलु कौन एत भाई पितृ देवा देवास्त पितर पुनः आम पितृ देवता देवता करूँ तेणु राति जेहतु ना दीपदान देव कहते यहाँ दीपदान उत्सर्ग दीपटा उत्सर्ग हुए पिंड दिया